ଭାରତୀୟ ରେଳବାଇରେ ଚାକିରି ପାଇଁ ଅନେକ ପ୍ରାର୍ଥୀ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ବର୍ଷ ବର୍ଷ ଧରି ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ, ତେବେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ରହିଛି। ରେଳ ବିଭାଗର RITES ଏହି ସୁଯୋଗ ନେଇ ଆସିଛନ୍ତି। ଏନେଇ RITES ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ, ତେବେ ବିସ୍ତୃତ ଭାବେ ଜାଣିବାକୁ ଆଗକୁ ଦେଖନ୍ତୁ। ଏହି ନିଯୁକ୍ତି ମାଧ୍ୟମରେ RITESରେ ଇଞ୍ଜିନିୟରିଂ ପଦବୀ ପୂରଣ ହେବ। ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ। ଏନେଇ 60ଟି ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RITESର ଅଫିସିଆଲ ୱେବସାଇଟ୍ rites.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି, ସେମାନେ ଡିସ୍କ୍ରିପସନ୍ ବକ୍ସରେ ଯାଇ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ଏହି ଅଫିସିଆଲ ନୋଟିସଟିକୁ ଯାଞ୍ଚ କରିନେଇ ପାରିବେ। ଏଥିରେ ଦେଖନ୍ତୁ ଗୁରୁତ୍ୱପୂର୍ଣ୍ଣ ତାରିଖ ସବୁ କ'ଣ ରହିଛି। ଅନଲାଇନ୍ ଆବେଦନ ଆରମ୍ଭ ହେବ 14 ନଭେମ୍ବର 2024। 14 ନଭେମ୍ବରରୁ ଏହା ଆରମ୍ଭ ହୋଇସାରିଲାଣି। ଆବେଦନ ଶେଷ ତାରିଖ ରହିଛି 6 ଡିସେମ୍ବରରେ। 6 ଡିସେମ୍ବର 2024ରେ ଆବେଦନର ଶେଷ ତାରିଖ। ୱାକ୍ ଇନ୍ ଇଣ୍ଟରଭ୍ୟୁ 2 ଡିସେମ୍ବର 2024ରୁ 6 ଡିସେମ୍ବର 2024 ପର୍ଯ୍ୟନ୍ତ ରହିବ। ବିସ୍ତୃତ ଭାବେ ଯଦି ଜାଣିବାକୁ ଚାହୁଁଛନ୍ତି, ତେବେ ନୋଟିସଟିକୁ ଯାଞ୍ଚ କରନ୍ତୁ। ଡିସ୍କ୍ରିପସନ୍ ବକ୍ସରେ ଲିଙ୍କ ରହିଛି। କେତୋଟି ପଦବୀ ସବୁ ରହିଛି ଦେଖନ୍ତୁ। ସରକାରୀ ରାଜପଥ ଇଞ୍ଜିନିୟର 34ଟି ପୋଷ୍ଟ, ସରକାରୀ ବ୍ରିଜ୍ ଆଣ୍ଡ ଷ୍ଟ୍ରକ୍ଚରାଲ ଇଞ୍ଜିନିୟର 6ଟି ପୋଷ୍ଟ, କ୍ୱାଲିଟି କଣ୍ଟ୍ରୋଲ ଇଞ୍ଜିନିୟର 20ଟି ପୋଷ୍ଟ, ମୋଟ 60ଟି ପୋଷ୍ଟ ରହିଛି। ବିସ୍ତୃତ ଯୋଗ୍ୟତା କ'ଣ ରହିବ ଦେଖନ୍ତୁ। ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ରହିବ। ଅନୁଷ୍ଠାନରୁ ଇଞ୍ଜିନିୟରିଂ ଡିଗ୍ରୀ ରହିବା ଦରକାର। ଅଧିକ ଜାଣିବା ପାଇଁ ନୋଟିସଟିକୁ ଚେକ୍ କରନ୍ତୁ। ବୟସ ସୀମା ଏଥିରେ ଆପଣଙ୍କର ସର୍ବାଧିକ ବୟସ 40 ବର୍ଷ ହେବା ଦରକାର। ଏହା ଗଣନା କରାଯିବ 6/12/2024ରେ। ଦରମା ଏଥିରେ ଆପଣଙ୍କର 20,696 ଟଙ୍କା। ସର୍ବାଧିକ ଦରମା ହେବ 5,57,008 ଟଙ୍କା। ଏଥିରେ ଆବେଦନ କରିବାକୁ ହେଲେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କୌଣସି ପ୍ରକାର ଫିସ୍ ଦେବାକୁ ପଡ଼ିବ ନାହିଁ।